ଉତ୍ତରାର ଯାତ୍ରା କମିଟିର ବେଣୁଧର ଏବଂ ଜଣେ ଦର୍ଶକ ଜଣେ ଦର୍ଶକ ଭଲ ଦର୍ଶକ। ତେଣୁ ମୁଁ ବହୁ ଦୂର ବାଟ ବି ଯାତ୍ରା କରି ଯାତ୍ରା ଦେଖେ ଏବଂ କଳାକାରଙ୍କ ସାଙ୍ଗେ ମିଶେ। ଆଉ ମୋର ସାଙ୍ଗ ନନ୍ଦ ବାବୁ ସେ ବି ଯେତେ ଦୂର ଯାଆନ୍ତି ବି ସେ ସେତେ ଦୂର ଯୁଆଡ଼େ ଗଲେ ବି ଏମିତିକି ଡୁବୁରି ଧାମରା ଏପର୍ଯ୍ୟନ୍ତ ବି ଯାଇ ଯାତ୍ରା ଦେଖିଛୁ। ବହୁତ ବୁଲୁଛୁ, ବହୁତ କଳାକାରଙ୍କ ସାଙ୍ଗେ ମିଶିଛୁ। ପ୍ରାୟ ଯାତ୍ରା ଜଗତର ସମସ୍ତ କଳାକାର ଜାଣନ୍ତି ସମସ୍ତେ। ଆଉ ଭଲ ଲାଗେ ଟିକେ ଯାତ୍ରା ଯାତ୍ରା ଦେଖିବାକୁ ମୁଁ ବହୁତ ଭଲ ପାଏ ଏବଂ କଳାକାରଙ୍କୁ ବହୁତ ଭଲ ପାଏ। ଭଗବାନଙ୍କ ପାଖରେ ଏତିକି ପ୍ରାର୍ଥନା ଏଇସବୁ অনুষ্ঠাନ ଯେଉଁ ହେଉଛି ସେମାନେ ଭଗବାନଙ୍କ ଦୟାରେ ଭଲରେ ହଉ, ସେମାନଙ୍କର ଉନ୍ନତି ହଉ, ଭଲରେ ସବୁ ଚାଲୁ, କିଛି ବିଶୃଙ୍ଖଳା ନ ହଉ, ଡିଷ୍ଟାନ୍ସ ନ ହଉ କିଛି। ନାଟକ 40 ବର୍ଷ ହେଲା ନାଟକ ଦେଖୁଛି, ନାଟକର ହିସାବ ନାହିଁ। ନାଟକ ଦେଖିଲେ ହିସାବ ତାର କିଛି ନାହିଁ। ବହୁତ ଭଲ ଭଲ ନାଟକ ଦେଖିଛି, ବହୁତ ନାଟକ ତୁଳସୀର, ଶିବାନୀର, କୋଣାର୍କର, ଯେ ତମେ ମିଛ କହିଲ, ଶିବାନୀର, ପାର୍ବତୀର, ଅଡ଼ୁଆ ସୂତା, ବିଧବା ସାବିତ୍ରୀ କୋଣାର୍କର, ଧଉଳିର କନ୍ୟା ସାଚୀ କଣ୍ଢେଇରାଣୀ, ଏ ବର୍ଷର କୋଣାର୍କର ବି ଯେଉଁ ନାଟକଟା ହେଇଛି ତୁ ବୋଧେ ମୋ ଭାଗ୍ୟରେ ନେବୁ, ସେଟା ବହୁତ ଭଲ ହେଇଛି। ଆଉ ଆମର ମଧ୍ୟ ଯାତ୍ରା ଅନୁଷ୍ଠାନ ଗୋଟିଏ ଥିଲା, ସେଠି ଆମେ ସବୁବେଳେ ପାଟି ପକାଉଥିଲୁ। ଜାଗା ଅଭାବରୁ ଏବେ ଯାତ୍ରା ଆଉ କରିପାରୁନୁ। ଉତ୍ତରାର ଗୋଟେ କମିଟି ଥିଲା, ଗୋଟେ ଭଲ କମିଟିଏ। ଯାତ୍ରା ଜଗତରେ ଉତ୍ତରା କମିଟି କହିଲେ ସମସ୍ତେ ଜାଣନ୍ତି ଏବଂ କଳାକାର ବି ଜାଣନ୍ତି, ମାଲିକମାନେ ବି ଜାଣନ୍ତି। ଆଉ ମାଲିକମାନେ, ମ୍ୟାନେଜର ମାନେ, ଏମାନେ ବି ବହୁତ ଜଣାଶୁଣା, ଭଲ। ପରିଚାଳକ ମାନେ ବି ବହୁତ ଜଣାଶୁଣା, ଭଲ ସମସ୍ତେ। ନା ସେ ନାଟକଟା ମୁଁ ଦେଖିନି। ଯାହା ହେଇଛି ଚଳିବ, ଏତେ ଭଲ କହିଲେ ଚଳେ, କାହିଁ ଖରାପ କହିଲେ ହବ ନାହିଁ। କିନ୍ତୁ ଯାହା ଅଛି ଚଳିବ। ପିୟୁଷ ଟିକେ ସେଟା ଟିକେ ଭଲ ଚାଲୁଛି, ବିଜନେସ୍ ଭଲ ଦଉଛି। ଆଉ ତାରିଣୀ ଗଣନାଟ୍ୟ ଆଜି ଆସିଥିଲେ, ଆଜ୍ଞା, ନିଶା ମ୍ୟାଡମ ଗୋଟେ ବହୁତ ବଡ ପଦକ୍ଷେପ ନେଇଛନ୍ତି। ହଁ ସିଏ ଗୋଟେ ଯାହା ହଉ, ସିଏ ଗୋଟେ ଭଲ ଷ୍ଟେପ୍ ନେଇଛନ୍ତି। କିଛି କଳାକାର ମାନେ ଉପକୃତ ହେବେ। ଭଗବାନ ପାଖେ ପ୍ରାର୍ଥନା ତାଙ୍କର ଭଲ ଚାଲୁ ଏଇଟା। ଆଉ ଏତିକି ପ୍ରାର୍ଥନା କରିବି ଜଗନ୍ନାଥଙ୍କ ପାଖରେ, ତାଙ୍କର অনুষ্ঠাନଟି ଭଲ ହଉ ଏବଂ ଭଲରେ ଚାଲୁ। ଧନ୍ୟବାଦ। ଜୟ ଜଗନ୍ନାଥ।